ବର୍ତ୍ତମାନ ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ମନ୍ଦିର ତିଆରି କରିଥିଲେ, ମନ୍ଦିର ପ୍ରତିଷ୍ଠା କରିବା ପାଇଁ ସେ କୁଆଡେ ବ୍ରହ୍ମା ସ୍ୱର୍ଗଲୋକକୁ ଗଲେ। ସ୍ୱର୍ଗଲୋକକୁ ବ୍ରହ୍ମାକୁ ମାନେ ନିମନ୍ତ୍ରଣ ଦେବାକୁ ଗଲେ ଯେ ଆସ ଆମର ମନ୍ଦିର ପ୍ରତିଷ୍ଠାକୁ କରିବା ପାଇଁ। ତ ବ୍ରହ୍ମା ତାଙ୍କୁ କିଛି ସମୟ ଅପେକ୍ଷା କରିଥିଲେ। ସ୍ୱର୍ଗରେ ଯୋଉ କିଛି କ୍ଷଣ ସେ ହଉଛି ପୃଥିବୀରେ କିଛି ବର୍ଷ। ତ କିଛି ବର୍ଷ ବିତି ଯାଇଛି, ତାପରେ କଣ ହେଇଛି, ସେମିତିରେ ବି ଇନ୍ଦ୍ରଦ୍ୟୁମ୍ନ ରାଜା ମାଗିଥିଲେ କାହାକୁ, ଆମର ଜଗନ୍ନାଥଙ୍କୁ, ଯେ ମୋର ବଂଶଜ ଦରକାର ନାହିଁ, କେହି ରହିବେନି। ତ ସିଏ ଅଲଗା ରାଜା ସେତେବେଳେ କିଏ, ଅନନ୍ତ କଣ ତାଙ୍କ ନାଁ? ଅନନ୍ତ ବର୍ମା ଚୋଡଗଙ୍ଗ, ସିଏ ଯେତେବେଳେ ପଳେଇ ଆସିଥିଲେ। ତ ସେତେବେଳକୁ ମନ୍ଦିର କଣ ହେଇଛି ନା ପୁରା ବାଲିରେ ପୁରା ପୋତି ହେଇଛି। ସେତେବେଳକୁ ତ ଯେତେବେଳେ ମାନେ ଆମର ଯାଉଥିଲେ ରାଜା ଭ୍ରମଣରେ, ତ ସେତିକିବେଳେ ତାଙ୍କ ଘୋଡାର ଖୁରାଟା ବାଜିଲା କୋଉଠି, ନୀଳଚକ୍ରରେ ବାଜିଲା। ତ ନୀଳଚକ୍ର ଯେହେତୁ ବାଜିଲା, ସେଥିରୁ ମନ୍ଦିର ଖୋଳି ସେ ସେଥିରେ ଆବିଷ୍କାର କରିଥିଲେ, କିନ୍ତୁ ମାନେ ତିଆରି କରିଥିଲେ କିଏ, ଇନ୍ଦ୍ରଦ୍ୟୁମ୍ନ ଦେବ।